ଆସନ୍ତୁ ଶୁଣିବା ବାଲେଶ୍ୱରୀ ରାହାଜାନୀ ଏକ ସତ୍ୟ ଘଟଣା। ରଚନା ଫକୀର ମୋହନ ସେନାପତି। ରେଳ କାଲିକା କଥା। କଲିକତା ଠାରୁ ପୁରୀ ପର୍ଯ୍ୟନ୍ତ ଯେଉଁ ଉପଯୁକ୍ତ ବହୁଳ ଶଙ୍ଖ ବିଶିଷ୍ଟ ସମତଳ ପରିଷ୍କୃତ ସଡ଼କ ଦାଣ୍ଡ ବିସ୍ତୃତ ଅଛି, ପୂର୍ବକାଳରେ ସେଥିର ଚିହ୍ନ ସୁଦ୍ଧା ବିଦ୍ୟମାନ ନଥିଲା। ସେ ସମୟରେ ବଙ୍ଗଦେଶୀୟ ବା ଉତ୍ତର ପଶ୍ଚିମାଞ୍ଚଳସ୍ଥ ଜଗନ୍ନାଥ ଦର୍ଶନାର୍ଥୀ ଯାତ୍ରୀମାନେ ଭୁଜଙ୍ଗ ଗତିବତ୍ କୁଟିଳ ସ୍ୱାପଦ ସଂକୁଳ ଅରଣ୍ୟମୟ ବନ୍ଧୁର କଦାଚିତ୍ ପ୍ରାନ୍ତର ମଧ୍ୟଗତ ଅପ୍ରସ୍ତୁତ ସଂକୀର୍ଣ୍ଣ ମାର୍ଗରେ ଯାତାୟତ କରୁଥିଲେ। ବର୍ଷା କାଳରେ ଅସଂଖ୍ୟ ନଦୀନାଳ ଜନବହୁଳତା ପ୍ରଯୁକ୍ତ ଉକ୍ତ ମାର୍ଗମାନ ଜନଶୂନ୍ୟ ଅବସ୍ଥାରେ ପଡ଼ିଥାଏ। ଚୈତନ୍ୟ ଦେବଙ୍କ ସମୟରେ ନବଦ୍ୱୀପବାସୀ ଯାତ୍ରୀମାନଙ୍କୁ ପୁରୀରେ ଉପସ୍ଥିତ ହେବା ସକାଶେ 3 ମାସ କାଳ ଲାଗୁଥିଲା। ବର୍ତ୍ତମାନ ଅଷ୍ଟପ୍ରହରରୁ ଅଧିକ ନୁହେଁ। ଇଷ୍ଟ ଇଣ୍ଡିଆ କମ୍ପାନୀ କଲିକତାବାସୀ ରାଜା ସୁଖମୟଙ୍କ ଠାରୁ କେତେ ଲକ୍ଷ ଟଙ୍କା ଋଣ ଗ୍ରହଣ କରିଥିଲେ। କମ୍ପାନୀ ଋଣ ପରିଶୋଧ କରିବାରୁ ରାଜା ମହୋଦୟ ତାହା ଗ୍ରହଣ ନ କରି କଲିକତା ଠାରୁ ଶ୍ରୀକ୍ଷେତ୍ର ଧାମ ପର୍ଯ୍ୟନ୍ତ ଗୋଟିଏ ମାର୍ଗ ପ୍ରସ୍ତୁତ କରିବା ସକାଶେ କମ୍ପାନୀ ହସ୍ତରେ ତାହା ପ୍ରତ୍ୟର୍ପଣ କଲେ। ସେହି ଟଙ୍କା ବଳରେ ବର୍ତ୍ତମାନ ସଡ଼କ ନିର୍ମାଣର ସୂତ୍ରପାତ ହୋଇଥିଲା। ସଡ଼କ ଉପରେ ଅନେକ ପ୍ରସ୍ତରମୟ ସେତୁ ନିର୍ମିତ ହୋଇଥିଲା। କାଳକ୍ରମେ ସରକାର ବାହାଦୁର ସେହି ସମସ୍ତ ସେତୁ ଭଗ୍ନ କରି ତାହା ପରିବର୍ତ୍ତରେ ବୃହଦାକାର ଇଷ୍ଟକମୟ ସେତୁ ନିର୍ମାଣ କରିଦେଇଛନ୍ତି। ବର୍ତ୍ତମାନ ମଧ୍ୟ ଅନେକ ସ୍ଥାନରେ ପୁରାତନ କ୍ଷୁଦ୍ର କ୍ଷୁଦ୍ର ସେତୁ ବିଦ୍ୟମାନ ଅଛି। ସୋର ସମୀପବର୍ତ୍ତୀ କାଂସବାଂଶ କ୍ଷୁଦ୍ର ନଦୀ ଉପରେ ନିର୍ମିତ ବୃହଦାକାର ସେତୁର ପ୍ରସ୍ତରାଂଶ ସୁଖମୟୀ ଅଟେ। କଲିକତା ଠାରୁ ପୁରୀ ପର୍ଯ୍ୟନ୍ତ ନବନିର୍ମିତ ମାର୍ଗ ପାର୍ଶ୍ୱରେ ପ୍ରତ୍ୟେକ 10 କ୍ରୋଶ ଅନ୍ତରରେ ଇଷ୍ଟକମୟ ଖିଲାଣଯୁକ୍ତ ପ୍ରାୟ 400 ଲୋକଙ୍କ ବାସୋପଯୋଗୀ 2 ସାହାଲା ପାନ୍ଥ ନିବାସ, ଯାହାକି ଧର୍ମଶାଳା ନିର୍ମିତ ହୋଇଥିଲା। ଉକ୍ତ ଧର୍ମଶାଳା ନିକଟରେ 2 ଗୋଟି ଲେଖାଏଁ ସୁଗଭୀର କୂପ ମଧ୍ୟ ଖୋଳା ହୋଇଥିଲା। କାଳକ୍ରମେ ସେହି ସମସ୍ତ ପାନ୍ଥ ନିବାସ ଜୀର୍ଣ୍ଣ ଓ ଅନାବଶ୍ୟକ ବୋଧ ହେବାରୁ ସରକାର ବାହାଦୁର ସେ ସମସ୍ତ ଭଗ୍ନ କରି ଇଷ୍ଟକ ରାଶି ସଡ଼କରେ ପକାଇଛନ୍ତି। ଭଦ୍ରକ, ବସ୍ତା, ବ୍ରାହ୍ମଣୀକୂଳ ଓ କଟକରେ ସେହି ସମସ୍ତ ଧର୍ମଶାଳା ଅଦ୍ୟାବଧି ବିଦ୍ୟମାନ ଅଛି। ରାସ୍ତା ପ୍ରସ୍ତୁତ। କେତେକ ପରିମାଣରେ ପାନ୍ଥ ନିବାସର ଅଭାବ ମଧ୍ୟ ଦୂରୀଭୂତ ହେଲା। ମାତ୍ର ଯାତ୍ରୀମାନଙ୍କର ଖାଦ୍ୟାଦି ସଂଗ୍ରହ କରିବାର ଉପାୟ ନାହିଁ। ଜନ୍ ବିଚର ନାମକ ଜଣେ ସାହେବ ସରକାର ବାହାଦୁରଙ୍କ ଠାରୁ କେତେକ ଭୂମି ନିଷ୍କର ରୂପେ ଗ୍ରହଣ କରି ବାଲେଶ୍ୱରରେ ବିଚରଗଞ୍ଜ, ବସ୍ତାରେ ମୁଳିଦା, ବାଲୁଗାଁ, ମାର୍କଣା, ଟାଙ୍ଗୀ, କଟକ ପ୍ରଭୃତି ସ୍ଥାନରେ ସରେଇ ଘର ନିର୍ମାଣ କଲେ ଓ ଦୋକାନ ବସାଇଦେଲେ। ସୁଖମୟ ଧର୍ମଶାଳାରେ ସର୍ବଜାତୀୟ ଲୋକ ବାସ କରୁଥିବାରୁ ହିନ୍ଦୁ ଧର୍ମାବଲମ୍ବୀ ତୀର୍ଥଯାତ୍ରୀମାନେ ସେ ସ୍ଥାନରେ ପାକାଦି କରିବାକୁ ଅସମ୍ମତ ହୋଇ ବିଚର ସାହେବଙ୍କ ସରେଇ ଘରେ ବାସ କରିବାକୁ ଲାଗିଲେ। ସ୍ଥାନୀୟ ଲୋକମାନେ ମଧ୍ୟ ଆବଶ୍ୟକ ସ୍ଥାନମାନଙ୍କରେ ଚଟିଘର ନିର୍ମାଣ ଓ ଦୋକାନ ବସାଇ ସମସ୍ତ ଅଭାବ ଦୂର କଲେ। ରେଳମାର୍ଗ ଫିଟିବାରୁ ସେ ସମସ୍ତ ଚଟିଘର ଉଠିଗଲାଣି। ଜନ୍ ବିଚର ସାହେବ ସରକାର ବାହାଦୁରଙ୍କ ଠାରୁ ଯେଉଁ ନିଷ୍କର ଭୂମି ଗ୍ରହଣ କରିଥିଲେ, ତାହା ବିଲାତବାସୀ ଉତ୍ତରାଧିକାରୀଙ୍କ ଠାରୁ ସେଥିର ସତ୍ୱାଧିକାର କ୍ରୟ କରି ଭଦ୍ରକ ନିବାସୀ ବାବୁ ବଜ୍ରଗୁପ୍ତ ଭୋଗ ଦଖଲ କରୁଛନ୍ତି। ପାନ୍ଥମାନଙ୍କର ସମସ୍ତ ଅଭାବ ଦୂର ହେଲା। ସ୍ୱାପଦ ଜନ୍ତୁମାନଙ୍କ ହସ୍ତରୁ ଅନେକ ପରିମାଣରେ ରକ୍ଷା ପାଇଲେ। ମାତ୍ର ନରରାକ୍ଷସ ଡକାୟତମାନଙ୍କ ଅତ୍ୟାଚାର ସେମାନଙ୍କୁ ଦୀର୍ଘକାଳ ପର୍ଯ୍ୟନ୍ତ ଭୋଗ କରିବାକୁ ହୋଇଥିଲା। ମେଦିନପୁର ଠାରୁ ଭଦ୍ରକ ପର୍ଯ୍ୟନ୍ତ ରାଜମାର୍ଗ ଡକାୟତମାନଙ୍କର ଲୀଳାକ୍ଷେତ୍ର। ମାର୍ଗର ପଶ୍ଚିମ ଦିଗ ନିବିଡ଼ ଜଙ୍ଗଲମୟ ଥିବାରୁ
ସେମାନେ ମାନବ ନେତ୍ରାନ୍ତରାଳ ଜଙ୍ଗଲ ମଧ୍ୟରେ ଖଟି ସ୍ଥାପନ କରି ଆପଣାର ନୃଶଂସ ନାରକୀୟ ବ୍ୟବସାୟ ସୁଚାରୁ ରୂପେ ଚଳାଇବାକୁ କ୍ଷମ ହୋଇଥିଲେ। ସରକାର ବାହାଦୁର ଦୀର୍ଘକାଳ ପର୍ଯ୍ୟନ୍ତ ବିଶେଷ ଚେଷ୍ଟା କରି ମଧ୍ୟ ସେମାନଙ୍କୁ ଶାସନ କରିବାକୁ ସମର୍ଥ ହୋଇନଥିଲେ। ଡକାୟତମାନଙ୍କର ଗୋଟିଏ ପ୍ରଧାନ ଘାଟି ଥିଲା ନାରାୟଣଗଡ଼। ଉକ୍ତ ଗଡ଼ର ବାଉଁଶ ବଣ ମଧ୍ୟରେ ଶତ ଶତ ନିର୍ଦ୍ଦୋଷ ମହାପ୍ରାଣୀଙ୍କର ମସ୍ତକ ବିଲୁଣ୍ଠିତ ହୋଇଥିବାର ଆମେମାନେ ଶତ ସହସ୍ର ଥର ଶୁଣିଅଛୁ। 40 ବର୍ଷ ପୂର୍ବେ ଲେଖକ ଗୋ ସକଟରେ କଲିକତା ଗମନାଗମନ ସମୟରେ ସକଟ ଚାଳକ ଓ ଅନ୍ୟାନ୍ୟ ପଥିକମାନେ ଅଙ୍ଗୁଳି ନିର୍ଦ୍ଦେଶ କରି ଉକ୍ତ ଭୟଙ୍କର ସ୍ଥାନମାନ ନିର୍ଦ୍ଦେଶ କରାଇ ଦେଉଥାନ୍ତି। ଦେଶ ମଧ୍ୟରେ ଗୋଟିଏ ଚଳିତ କଥା ବହୁକାଳ ପର୍ଯ୍ୟନ୍ତ ଶୁଣାଯାଉଥିଲା। ହଳଦୀ ମଖାମଖି ନାରାୟଣଗଡ଼ ପାର ହେଲେ କୁଟୁମ୍ବ ଦେଖାଦେଖି। ପୂର୍ବେ ନିତାନ୍ତ ପକ୍ଷେ ଯାତ୍ରୀମାନେ ନାରାୟଣଗଡ଼ ସୀମା ମଧ୍ୟରେ ସୂର୍ଯ୍ୟାସ୍ତ ଉତ୍ତାରେ ଦଳବଦ୍ଧ ନ ହୋଇ ଗତାୟତ କରୁନଥିଲେ। ଅଜଣା ଯାତ୍ରୀମାନଙ୍କର ରକ୍ଷା ନଥିଲା। ପୂର୍ବେ ଅବସ୍ଥା ସମ୍ପନ୍ନ ଯାତ୍ରୀମାନେ ଗୋସକଟରେ ଗତାୟତ କରୁଥିଲେ। ଭାଗ୍ୟବନ୍ତ ଲୋକମାନଙ୍କ ସକାଶେ ପାଲିଙ୍କି ଡାକର ବନ୍ଦୋବସ୍ତ ଥିଲା। କଟକ ପଦ୍ମପୁର ପ୍ରଭୃତି ଅଞ୍ଚଳର ସହସ୍ର ସହସ୍ର ଗୋସକଟ ଯାତ୍ରୀ ତଥା ବାଣିଜ୍ୟ ଦ୍ରବ୍ୟ ବହନରେ ନିଯୁକ୍ତ ଥିଲେ। ରେଳ ଓ ଷ୍ଟିମର ପ୍ରଭାବରୁ ହତଭାଗ୍ୟମାନଙ୍କର ଦାନାପାଣି ଉଠିଯାଇଛି। ଈଶ୍ୱରଙ୍କର ପବିତ୍ର ରାଜ୍ୟରେ ପାପୀ ଦଳର ପତନ ଅନିବାର୍ଯ୍ୟ। ଡକାୟତମାନେ ଖୁବ୍ ସତର୍କତାର ସହିତ ବ୍ୟବସାୟ ଚଳାଇ ଆସୁଥିଲେ ମଧ୍ୟ ଏତେ ଦିନ ଉତ୍ତାରେ ସେମାନଙ୍କର ବିନାଶର କାରଣ ଉପସ୍ଥିତ ହେଲା। ବାଲେଶ୍ୱର ଜିଲ୍ଲାର ଆସିଷ୍ଟାଣ୍ଟ ମେଜିଷ୍ଟ୍ରେଟ, ଯିଏକି ପରେ ହାଇକୋର୍ଟରେ ଜଜ୍ ହୋଇଥିଲେ, ମିଷ୍ଟର ରେମ୍ପିନି ସାହେବ ପାଲିଙ୍କି ଡାକରେ ବାଲେଶ୍ୱରରୁ କଲିକତା ଯାଉଥିଲେ। ବସ୍ତା ଓ ହଳଦୀପଦା ଚଟି ମଧ୍ୟବର୍ତ୍ତୀ ସ୍ଥାନରେ ଡକାୟତ ପଡ଼ି ତାହାଙ୍କ ପାଲିଙ୍କି ଲୁଟିନେଲେ। ଡକାୟତମାନେ ପାରତ ପକ୍ଷେ ଇଂରେଜଙ୍କ ଉପରେ ଡକାୟତି କରନ୍ତି ନାହିଁ। ସେମାନେ ଜାଣନ୍ତି ଦେଶୀୟ ରାଜା ମହାରାଜାମାନଙ୍କୁ ହତ୍ୟା କଲେ କାଳେ ରକ୍ଷା ପାଇପାରିବେ, ମାତ୍ର ପବିତ୍ର ଶ୍ୱେତଚର୍ମ ସ୍ପର୍ଶ କଲେ ରକ୍ଷା ନାହିଁ। ଡକାୟତମାନେ ଭ୍ରମରେ ପଡ଼ି ରେମ୍ପିନି ସାହେବଙ୍କ ପାଲିଙ୍କି ଲୁଣ୍ଠନ କରିଥିଲେ। ସେହି ସମୟରେ ବାଲେଶ୍ୱରରେ ଜଣେ ତୈଲଙ୍ଗ ମହାଜନ ଥିଲେ। ନାମ ନାରିକେଲି ମେରି ଯୋଗେୟା। ଏ ଜଣେ ସାମାନ୍ୟ ଅବସ୍ଥାର ଲୋକ। ପ୍ରଥମେ ଲବଣର କଣ୍ଟ୍ରାକ୍ଟରି କରି ବିପୁଳ ଅର୍ଥ ଉପାର୍ଜନ କରିଥିଲେ। ଯୋଗେୟା ବାବୁଙ୍କର ଡାକ ବସିଥିବାର ଡକାୟତମାନେ ସନ୍ଧାନ ପାଇଥିଲେ। ଦୈବଗତ୍ୟା ତାହାଙ୍କ ଯିବା ରହିତ ହେବାରୁ ସେହି ଡାକରେ ରେମ୍ପିନି ସାହେବ କଲିକତା ଯାଉଥିଲେ। ସାହେବଙ୍କ ଉପରେ ଡକାୟତି ତୁଚ୍ଛ କଥା ନୁହେଁ। ହାକିମ ମହଲରେ ଚହଳ ପଡ଼ିଗଲା। ପୋଲିସ ଦଳ ଯାଇ ବସ୍ତା ଥାନା ଇଲାକାଟା ଓଲଟ ପାଲଟ କରି ପକାଇଲେ। କେତେ ବଣ ଜଙ୍ଗଲ ଖୋଜାଗଲା। ସରକାରୀ ଖର୍ଚ୍ଚରେ କେତେ ପୋଖରୀ ପାଣି ବୁହାଗଲା। କେତେ ନିର୍ଦ୍ଦୋଷ ଲୋକ ଟଣା ଘୋଷରାରେ ପଡ଼ିଲେ। କାହିଁରେ କିଛି ହେଲା ନାହିଁ। ଡକାୟତ ଗୁଡ଼ାକ ଯେମନ୍ତ ଆକାଶରୁ ଆସିଥିଲେ, ମାଲ ଗୁଡ଼ାକ ପବନରେ ମିଶି ଯାଇଛନ୍ତି। ଏହି ଡକାୟତି ତଦନ୍ତ ରହିତ ହେବା ମାତ୍ରକେ ଉପର୍ଯ୍ୟୁପରି ଆହୁରି 3-4ଟା ଡକାୟତି ହୋଇଗଲା। ବାଲେଶ୍ୱର ନିବାସୀ ଜମିଦାର ବାବୁ ମଦନମୋହନ ଦାସଙ୍କ ବସ୍ତା ଥାନା ଇଲାକାରେ ଖଣ୍ଡେ ତାଲୁକ ଅଛି। ନାଟବନ୍ଦୀ ଖଜଣା ଅସୁଲ ହୋଇ କଚେରୀ ଘରେ ପ୍ରାୟ 1200 ଟଙ୍କା ଜମା ଥିଲା। ଡକାୟତ ପଡ଼ି ଘେନିଗଲେ। ସେହି ସମୟରେ ଯେଉଁ ସମସ୍ତ ଡକାୟତି ହୋଇଥିଲା, ଗୋଟିଏ ଡକାୟତି ଉଲ୍ଲେଖଯୋଗ୍ୟ। ବସ୍ତା ଥାନାଠାରୁ ପ୍ରାୟ 4 କ୍ରୋଶ ଦୂର ଚାରିଗାଁ ନାମକ ଗ୍ରାମରେ ଜଣେ ସଙ୍ଗତି ସମ୍ପନ୍ନ ଲୋକର ବାସ। ନାମ ବାନ ଭୂୟାଁ। ଡକାୟତ ଦଳ ଏହାଙ୍କ ଘରେ ଭୟଙ୍କର ଅତ୍ୟାଚାର କରିଥିଲେ। ତାହାର 2ଟି ସ୍ତ୍ରୀ, ଗୋଟିଏ ସ୍ତ୍ରୀ ପୂର୍ଣ୍ଣଗର୍ଭା। ନିଷ୍ଠୁର ଡକାୟତମାନଙ୍କର ଦାରୁଣ ପ୍ରହାରରେ ତାହାର ଗର୍ଭପାତ ଏବଂ 4 ଦିନ ଉତ୍ତାରେ ଜୀବନପାତ ହୋଇଥିଲା। ଦ୍ୱିତୀୟ ସ୍ତ୍ରୀ ପଳାୟନ ଦ୍ୱାରା ଆତ୍ମରକ୍ଷା କଲା। ବାନ ଭୂୟାଁଙ୍କୁ ଡକାୟତମାନେ ଅନେକ ପ୍ରହାର କରି ତାହାର ବେକ ମୋଡ଼ି ଦେଇ ଯାଇଥିଲେ। ତାହାର ମୁଖ ପୃଷ୍ଠ ଦିଗକୁ ବୁଲି ଯାଇଥିଲା। ବାନ ଭୂୟାଁ ମଧ୍ୟ ଡକାୟତମାନଙ୍କୁ ସହଜରେ ଛାଡ଼ି ଦେଇ ନାହିଁ। 2-3 ଜଣଙ୍କୁ ଅସ୍ତ୍ରାଘାତ ଓ ଜଣେ ଡକାୟତକୁ ହତ୍ୟା କରିଥିଲା। ସଙ୍ଗୀ ଡକାୟତମାନେ ହତ ଡକାୟତର ଶବ ଘେନି ପଳାଇ ଯାଇଥିଲେ। ଅଳ୍ପ ଦିନ ପୂର୍ବେ ପୁରାତନ ପୋଲିସ ଉଠିଯାଇ ନୂତନ ବେଙ୍ଗଲ ପୋଲିସ ସ୍ଥାପିତ ହୋଇଛି।
ବାଲେଶ୍ୱର ଜିଲ୍ଲାର ପ୍ରଥମ ପୋଲିସ ଡିଷ୍ଟ୍ରିକ୍ଟ ସୁପରିଟେଣ୍ଡେଣ୍ଟ ମିଷ୍ଟର ସଟଲ ଓୟାର୍ଥ ସାହେବ ପ୍ରାଣପଣେ ଯତ୍ନ କରି ମଧ୍ୟ ବସ୍ତା ଇଲାକାରୁ ଫେରି ଆସିଲେ ଏବଂ ଡକାୟତ ଦଳ ଆବିଷ୍କାର ନିମନ୍ତେ ସବ୍ ଇନ୍ସପେକ୍ଟର ବାବୁ ରାଜକିଶୋର ଚୌଧୁରୀଙ୍କୁ ନିଯୁକ୍ତ କଲେ। ଚୌଧୁରୀ ମହାଶୟ ପୋଲିସ ଇଲାକାରେ ଜଣେ ସୁଯୋଗ୍ୟ କର୍ମଚାରୀ ବୋଲି ତାଙ୍କର ଖ୍ୟାତି ଥିଲା। ରାଜଘାଟ ଥାନା ମୁନ୍ସିବାବୁ ଦିଗମ୍ବର ଦାସ, ଜଳେଶ୍ୱର ଥାନା ମୁନ୍ସିବାବୁ କିଣାରାମ ପ୍ରଧାନ ତାଙ୍କୁ ସାହାଯ୍ୟ କରିବାକୁ ଗଲେ। ଉପରିସ୍ଥ ହାକିମଙ୍କ ଆଦେଶାନୁସାରେ ବାବୁ ରାଜକିଶୋର ଚୌଧୁରୀ ପୋଲିସ ବଳ ସହିତ ଉକ୍ତ ଡକାୟତି ସ୍ଥାନକୁ 4 ଗାଁରେ ବାସ କରିବାକୁ ଲାଗିଲେ। ବହୁତ ଦିନ ପର୍ଯ୍ୟନ୍ତ ବୃଥା ପରିଶ୍ରମ କରି ଅକୃତ କାର୍ଯ୍ୟତା ବିଷୟ ରିପୋର୍ଟ କରିବାରୁ ସୁପରିଟେଣ୍ଡେଣ୍ଟ ସାହେବ ତାଙ୍କୁ ଉତ୍ସାହ ଦେଇ ଲେଖିଲେ, ତୁମ୍ଭର ଅନୁସନ୍ଧାନ ପ୍ରଣାଳୀ ସନ୍ତୋଷଜନକ। ଯେପର୍ଯ୍ୟନ୍ତ ଡକାୟତ ଦଳ ଧରାଯାଇ ନାହାନ୍ତି ସେ ପର୍ଯ୍ୟନ୍ତ ତୁମେ 4 ଗାଁ ତ୍ୟାଗ କରିବ ନାହିଁ। ଏହା ହିଁ ଇଂରେଜ ଚରିତ୍ରର ବିଶେଷତ୍ୱ। ଏଥି ସକାଶେ ଆମ୍ଭେମାନେ ଜିତ ଓ ଇଂରେଜ ଜାତି ଜେତା। କୌଣସି ବିଷୟରେ ଅକୃତ କାର୍ଯ୍ୟ ହେଲେ ଆମେମାନେ ହତୋଦ୍ୟମ ଓ ନିରାଶ ହୋଇପଡ଼ୁ। ମାତ୍ର ଇଂରେଜ ଜାତିର କାର୍ଯ୍ୟପ୍ରଣାଳୀ ସ୍ୱତନ୍ତ୍ର ପ୍ରକାର ଅଟେ। ପ୍ରକୃତ ସେମାନେ ଫଳୋଦୟ କର୍ମା ଅଟନ୍ତି। ଲୋକେ କଥାରେ ବୋଲନ୍ତି, ଲାଗିଥିବା ଲୋକ ମାଗି ଖାଏ ନାହିଁ। ଉପରିସ୍ଥ ଘଟଣା ସେଥିରେ ଗୋଟିଏ ଦୃଷ୍ଟାନ୍ତ ସ୍ଥଳ ଅଟେ। ରାଜକିଶୋର ବାବୁଙ୍କ ଅନୁସନ୍ଧାନ ପ୍ରଣାଳୀ ଏହିପରି ଥିଲା କି ସନ୍ଧ୍ୟା ଉତ୍ତାରେ 2-3 ଜଣ ପୋଲିସ କର୍ମଚାରୀ ସଙ୍ଗରେ ଘେନି 4 ଗାଁ ଚତୁଃପାର୍ଶ୍ୱସ୍ଥ 3-4 କ୍ରୋଶ ଦୂରବର୍ତ୍ତୀ ଗ୍ରାମମାନଙ୍କରେ ପ୍ରଚ୍ଛନ୍ନ ଭାବରେ ଭ୍ରମଣ କରନ୍ତି। ରାତ୍ରିରେ ଗ୍ରାମବାସୀଙ୍କ କଥୋପକଥନ ଶୁଣିବା ଓ ସେମାନଙ୍କ କାର୍ଯ୍ୟ ଦେଖିବା ତାଙ୍କର ଉଦ୍ଦେଶ୍ୟ ଅଟେ। ମଫସଲର ପାଣମାନେ ପ୍ରାୟ ଚୋରି କାର୍ଯ୍ୟରେ ଲିପ୍ତ ଥାନ୍ତି। ସେଥିସକାଶେ ପାଣ ଗ୍ରାମମାନଙ୍କରେ ଅଧିକାଂଶ ରାତ୍ରି କ୍ଷେପଣ କରିବାକୁ ହୁଏ। ପ୍ରାୟ ପ୍ରତ୍ୟହ ପାଣସାହି ଓଳିରେ ବସି ଘର ମଧ୍ୟସ୍ଥ କଥୋପକଥନ ଶୁଣନ୍ତି। ଏହା ଭଦ୍ରଲୋକ ପକ୍ଷରେ ଯେ କେତେ ଦୂର କଷ୍ଟସାଧ୍ୟ କାର୍ଯ୍ୟ ପାଠକେ ସହଜରେ ବୁଝିପାରିବେ। ପାଣମାନଙ୍କ ପଲାଘର ପଛ ଓଳି ଏତେ ନୁଆଣ ଯେ ବସିଲେ ମଧ୍ୟ ଚାଳ ମୁଣ୍ଡରେ ବାଜେ। ଓଳିତଳ ଅପରିଷ୍କାର, କଦର୍ଯ୍ୟ, ଦୁର୍ଗନ୍ଧମୟ। ସହସ୍ର ସହସ୍ର ମଶକ ବେଢ଼ି ଭଣ ଭଣ କରି ଖାଉଛନ୍ତି। ଘଉଡ଼ିବାର କ୍ଷମତା ନାହିଁ। ସର୍ପ ଭଲ୍ଲୁକର ମଧ୍ୟ ଭୟ ନଥିଲା ଏମନ୍ତ ନୁହେଁ। ପୁଣି ଗ୍ରାମସ୍ଥ ପାଣମାନେ ଜାଣିପାରିଲେ ଭୟଙ୍କର ବିପଦ ଘଟିବାର ସମ୍ଭାବନା। କ'ଣ କରିବେ? ଚାକିରି ଖଣ୍ଡକ ତ ରକ୍ଷା କରିବାକୁ ହେବ। ଏକ ଦିବସ ଅର୍ଦ୍ଧରାତ୍ର ସମୟରେ ଗୋଟିଏ ପାଣ ଓଳିରେ ବସିଛନ୍ତି। ଘର ମଧ୍ୟରେ ଶୁଣିଲେ ଗୋଟିଏ ଯୁବତୀ ସ୍ତ୍ରୀ କାନ୍ଦି କାନ୍ଦି ତାହାର ମାତାକୁ ଅନୁଯୋଗ କରୁଛି। ସେ ଯିବାକୁ ରାଜି ନଥିଲେ। ବାବା ଜୋର କରି ଘେନିଗଲା। ଅକାରଣେ ପ୍ରାଣଟା ସିନା ଗଲା, ମୁଁ ଏବେ କରେ କ'ଣ? ଆରଦିନ ପ୍ରାତଃକାଳରେ ପୋଲିସ ଦଳବଳ ସହିତ ସବ୍ ଇନ୍ସପେକ୍ଟର ରାଜକିଶୋର ବାବୁ ଗ୍ରାମରେ ଉପସ୍ଥିତ। ତଦନ୍ତରେ ଜଣାଗଲା କ୍ରନ୍ଦନକାରିଣୀ ସ୍ତ୍ରୀର ସ୍ୱାମୀ ଓ ପିତା ଡକାୟତ। ତାହାର ସ୍ୱାମୀ ଡକାୟତି ସମୟରେ ହତ ଓ ପିତା ଆହତ। ଅନ୍ୟ 2 ଜଣ ଆହତ ଡକାୟତ ମଧ୍ୟ ଧରାଗଲେ। ଡକାୟତି ମାଲ ମଧ୍ୟ ବରାମଦ ହେଲା। ସେସନ୍ସ କୋର୍ଟ ବିଚାରରେ ପ୍ରାୟ 15 ଜଣ ଡକାୟତ ଗୁରୁତର ଦଣ୍ଡପ୍ରାପ୍ତ ହେଲେ। ବୋଧ କରୁ ସେମାନଙ୍କୁ ଆଉ ସ୍ୱଗୃହ ବାହୁଡ଼ିବାକୁ ହୋଇନଥିଲା। ଏହି ଡକାୟତ ଦଳ ଦଣ୍ଡପ୍ରାପ୍ତ ହେଲେ ମଧ୍ୟ ହାକିମମାନେ ନିଶ୍ଚିନ୍ତ ହୋଇପାରିଲେ ନାହିଁ। କାରଣ ପ୍ରକାଶ ପାଇଲା ରେମ୍ପିନିଙ୍କ ପ୍ରତି ଯେଉଁମାନେ ଅତ୍ୟାଚାର କରିଥିଲେ ସେ ସ୍ୱତନ୍ତ୍ର ଓ ପ୍ରଧାନ ଡକାୟତ ଦଳ ଅଟନ୍ତି। ମୟୂରଭଞ୍ଜର ଘୋର ଜଙ୍ଗଲ ମଧ୍ୟରେ ସେମାନଙ୍କର ଖଟି। ଏହି ପ୍ରଧାନ ବା ମୂଳ ଦଳର ଡକାୟତ ସଂଖ୍ୟା ପ୍ରାୟ 50 ଜଣ। କଦାଚିତ୍ ଏକତ୍ର, କେବେ ବା ଭିନ୍ନ ଭିନ୍ନ ରୂପେ ଦଳବଦ୍ଧ ହୋଇ ଡକାୟତି କରିଥାନ୍ତି। ବାଲେଶ୍ୱର ସଦର ଥାନାର ଇନ୍ସପେକ୍ଟର ବାବୁ ଶାରଦା ପ୍ରସାଦ ଘେଂସ ପୋଲିସ ବିଭାଗର ଜଣେ ସୁନିପୁଣ କର୍ମଚାରୀ ବୋଲି ଉପରିସ୍ଥ କର୍ମଚାରୀମାନଙ୍କର ବିଶ୍ୱାସ ଥିଲା। ଡକାୟତ ଦଳର ଆବିଷ୍କାର ଓ ଗ୍ରେପ୍ତାର ନିମନ୍ତେ ତାହାଙ୍କୁ ନିଯୁକ୍ତ କରାଗଲା। ବହୁକାଳ ପରିଶ୍ରମ ଉତ୍ତାରେ ଶାରଦା ବାବୁ ଡକାୟତ ଦଳର ଖଟି ସ୍ଥାନର ମାତ୍ର ସନ୍ଧାନ ପ୍ରାପ୍ତ ହେଲେ। ମୟୂରଭଞ୍ଜର ବାରିପଦା ଗଡ଼ଠାରୁ ଜଳେଶ୍ୱର ପର୍ଯ୍ୟନ୍ତ ନିବିଡ଼ ଅରଣ୍ୟ ମଧ୍ୟରେ ଗୋଟିଏ ସଂକୀର୍ଣ୍ଣ ବନ୍ୟ ମାର୍ଗ ଅଛି। ଦିନେ ପୂର୍ବାହ୍ନ ଦିବା ପ୍ରହରକ ସମୟରେ 3 ଜଣ ଭିକ୍ଷୁକ ଅର୍ଦ୍ଧକ୍ରୋଶ ଅନ୍ତର ଆଗପଛ ହୋଇ ବାରିପଦା ଆଡ଼ୁ ଜଳେଶ୍ୱର ଯାଉଅଛନ୍ତି। ସର୍ବପଶ୍ଚାତରେ ଜଣେ ଜ୍ୟୋତିଷ।
ଚେହେରା ଦେଖିଲେ ଜଣେ ସମ୍ଭ୍ରାନ୍ତ ଲୋକ ବୋଲି ବୋଧ ହୁଏ, ମାତ୍ର ବେଶ ନିତ୍ୟନ୍ତ ଦାରିଦ୍ର୍ୟ ବ୍ୟଞ୍ଜକ। ପରିଧାନ ଖଣ୍ଡେ ଆଣ୍ଠୁଲୁଚା ଲୁଗା, ମୋଟା ମଳିନ ତନ୍ତବୁଣା ଖଦି, ମୁଣ୍ଡରେ ଖଣ୍ଡେ ତଦ୍ବତ୍ ମଳିନ ଗାମୁଛା ପାଗ, ଅନ୍ୟ ଖଣ୍ଡିଏ ଗାମୁଛାରେ ସେର 2 ଅନ୍ଦାଜ ଚାଉଳ ଓ କେତେ ଅଣା ପଇସା ବନ୍ଧା। କାଖରେ ଲିଖନ ଗୁଞ୍ଜା ତାଳପତ୍ର ପାଞ୍ଜି, ହସ୍ତରେ ଖଣ୍ଡିଏ ବଂଶଜଷ୍ଠି, କାନ୍ଧରେ ତାଳପତ୍ର ଛତା। ସେ ସମୟରେ କନା ଛତାର ବିରଳ ବ୍ୟବହାର ଥିଲା। ଦୁର୍ଭାଗ୍ୟବଶରୁ ବା ସୌଭାଗ୍ୟବଶରୁ ଜ୍ୟୋତିଷ 2 ଜଣ ବନ୍ୟ ଦସ୍ୟୁ ହାତରେ ପଡ଼ିଲେ। ଜ୍ୟୋତିଷ ବହୁତ ଅନୁନୟ ବିନୟ କରି ଆପଣାର ଦିନ ଦଶା ଏବଂ ଆପଣାର ବିଦ୍ବତ୍ତା ବିଷୟରେ ଦସ୍ୟୁମାନଙ୍କୁ ଜଣାଇଲେ। ଜ୍ୟୋତିର୍ବିଦଙ୍କ ବକ୍ତୃତାର ସାରାଂଶ ଏହିପରି: ସେ ଜଣେ ଭଲ ଜ୍ୟୋତିଷ, ତାଙ୍କର ଗଣନା ବଡ଼ ଠିକ୍, ମୟୂରଭଞ୍ଜ ମହାରାଜା ତାଙ୍କୁ ଖୁବ୍ ଖାତର କରନ୍ତି ଇତ୍ୟାଦି। ଦସ୍ୟୁ 2 ଜଣ ପରସ୍ପର କ'ଣ ପରାମର୍ଶ କରି କହିଲେ, ତୁ ଆମ ସର୍ଦ୍ଦାର ନିକଟକୁ ଚାଲ, ଯେବେ ଠିକ୍ ବୁଝିଦେବୁ ତ ଚାଉଳ ଲୁଗା କିଛି ନେବୁ ନାହିଁ। ଜ୍ୟୋତିଷ ଅନିଚ୍ଛା ସତ୍ତ୍ୱେ ସମ୍ମତ ହେବାରୁ ଦସ୍ୟୁ ଯୁଗଳ ତାହାର ଆଖି ବାନ୍ଧି କରି ହାତ ଧରି ନିବିଡ଼ ଜଙ୍ଗଲମୟ କୁଟିଳ ବନ୍ଧୁର ମାର୍ଗରେ ଘେନିଗଲେ। ଯିବା ସମୟରେ ଜ୍ୟୋତିଷ ଅତି ସତର୍କତାର ସହିତ ମାର୍ଗ ପାର୍ଶ୍ୱସ୍ଥ କ୍ଷୁଦ୍ର କ୍ଷୁଦ୍ର ବୃକ୍ଷଡାଳ ଭାଙ୍ଗି ଦେଇ ଯାଉଥାଏ। ଆନୁମାନିକ 2-3 କ୍ରୋଶ ଭ୍ରମଣ ଉତ୍ତାରେ ଡକାୟତ ଦଳର ଖଟି ସ୍ଥାନରେ ଉପସ୍ଥିତ ହେଲେ। ଆଖିର ପଟି ଫିଟାଇ ଦିଆଯିବାରୁ ଖଟି ସ୍ଥାନର ଅବସ୍ଥା ଦେଖି ଜ୍ୟୋତିଷଙ୍କ ଅନ୍ତରାତ୍ମା ଶୁଷ୍କ ହୋଇଗଲା। ନିତାନ୍ତ ସାହସୀ ପୁରୁଷ ବିନା ସେ ସ୍ଥାନରେ ଧୈର୍ଯ୍ୟାବଲମ୍ବନ କରି ରହିବା ନିତାନ୍ତ କଠିନ କଥା। ନିବିଡ଼ ଜଙ୍ଗଲ ମଧ୍ୟରେ ଅଳ୍ପ ପରିସର ଭୂମିଖଣ୍ଡ ପରିଷ୍କୃତ। 2-3ଟା ଧୁନି ଲାଗିଛି। 4-6ଟା ଭାତରନ୍ଧା ହାଣ୍ଡି ଏକ ସ୍ଥାନରେ ପଡ଼ି ରହିଅଛି। ପର୍ଯ୍ୟୁସ୍ତ ମାଂସ ଓ ଶୁଷ୍କ ମାଂସର ସ୍ଥାନଟା ନିତାନ୍ତ ଦୁର୍ଗନ୍ଧମୟ। ଟାଙ୍ଗି, ବର୍ଚ୍ଛା, ତରବାର, ତୀର, ଧନୁକ ପ୍ରଭୃତି ଭୟଙ୍କର ଅସ୍ତ୍ରମାନ ଗଛ ଡାଳମାନଙ୍କରେ ଝୁଲୁଅଛି। ମଦମତ୍ତ ବିକଟାଳ ନରରୂପୀ କେତେଟା ରାକ୍ଷସ ପ୍ରକୃତି ପ୍ରାଣୀ ଧୂଳିରେ ପଡ଼ି ଗଡ଼ୁଅଛନ୍ତି। ସେମାନଙ୍କର ପରିଧାନ କୌପୀନ ମହିଷବତ୍ ବଳିଷ୍ଠ। କେହି କର୍କଶ ଭାଷାରେ ଅକାରଣ ଅନ୍ୟ ଜଳକୁ ଗାଳି ଦେଉଅଛି, କେହି ବା ବିକୃତ ସ୍ୱରରେ ସଙ୍ଗୀତ ଆରମ୍ଭ କରିଛି। ଜ୍ୟୋତିଷକୁ ସମସ୍ତେ କଟମଟ କରି ଅନାଇଲେ। ବିଶେଷରେ ସର୍ଦ୍ଦାର ଅନେକ କ୍ଷଣ ପର୍ଯ୍ୟନ୍ତ ଆପାଦମସ୍ତକ ଅନାଇ ଆଗନ୍ତୁକ ଦସ୍ୟୁ 2 ଜଣଙ୍କୁ କର୍କଶ ଭାଷାରେ ପଚାରିଲା, ଏଟା କିଏ, କାହିଁକି ଆଣିଲ? ଆଗନ୍ତୁକ 2 ଜଣ ଜ୍ୟୋତିଷର ପରିଚୟ ଦେଲେ। ଏହି ସର୍ଦ୍ଦାରର ପରିଚୟ ଆବଶ୍ୟକ। ସେହି ସମୟରେ ଡକାୟତ ଦଳରେ 2 ଜଣ ସର୍ଦ୍ଦାର ଥିଲେ। ପ୍ରଥମ ନାଲୁ ମିର୍ଦ୍ଧା, ଦ୍ୱିତୀୟର ନାମ ବୈଦି ସେଠୀ। ନାଲୁ ମିର୍ଦ୍ଧା ଦୀର୍ଘାକାର, ଖୁବ୍ ବଳିଷ୍ଠ, ଚକ୍ଷୁ 2ଟା କାକଡିମ୍ବ ପରି ବୃହତ୍ ଓ ରକ୍ତବର୍ଣ୍ଣ, ରାକ୍ଷସବତ୍ ଆକୃତି ଭୟଙ୍କର। ଆଦ୍ୟ ନାଲୁ ମିର୍ଦ୍ଧା ଉପସ୍ଥିତ ଥିଲା। ନାଲୁ ଓ ଜ୍ୟୋତିଷ ମଧ୍ୟରେ ଏହିପରି କଥୋପକଥନ ହେଲା। ନାଲୁ, ତୁ ଜ୍ୟୋତିଷ? ଜ୍ୟୋତିଷ, ଆଜ୍ଞା ହଁ। ନାଲୁ, ବୋଇଲୁ ମୋ ମନରେ କି କଥା ଅଛି? ଜ୍ୟୋତିଷ, ଖଡ଼ି ପକାଇ ଅନେକ ଶ୍ଲୋକ ପଢ଼ିଲେ। ସେଥିରେ କେବଳ ଗ୍ରହ ନକ୍ଷତ୍ରଙ୍କ ନାମ ଛଡ଼ା ଆଉ କିଛି ନଥିଲା। କହିଲେ, ପାଠ କହିଲା ଶନିଗ୍ରହ, ଏଇ ଗ୍ରହରେ ଟଙ୍କା କଉଡ଼ି ଦ୍ରବ୍ୟାଦି ଲାଭ କଥା। ନାଲୁ, ବୋଇଲୁ ସେ ଦ୍ରବ୍ୟ କେଉଁ ଦିଗରେ? ପୁନର୍ବାର ଜ୍ୟୋତିଷ ଶ୍ଲୋକ ପାଠ କରି କହିଲେ, ପୂର୍ବ ଦିଗରେ। ସବୁ ଡକାୟତ ଏକାବେଳକେ ଚିତ୍କାର କଲେ, ସାବାସ ସାବାସ, ନୋଇଲେ କି ମୟୂରଭଞ୍ଜ ରାଜା ଦରବାରକୁ ଯାଏ? ନାଲୁ, ବୋଇଲୁ କେଉଁଦିନ କେତେବେଳେ ଗଲେ ସେ ଦ୍ରବ୍ୟ ସବୁ ମିଳିବ? ଜ୍ୟୋତିଷ, ଆସନ୍ତା କୃଷ୍ଣପକ୍ଷ ଦ୍ୱାଦଶୀ ଶନିବାର ସନ୍ଧ୍ୟା ସମୟରେ ଯାତ୍ରା କରି ଗଲେ କାମ ଫତେ, ଅର୍ଥ ମିଳିବ। ସବୁ ଡକାୟତ ଏକାବେଳକେ ଚିତ୍କାର କରି କହିଲେ, ଭଲ ଭଲ, ସଞ୍ଜବେଳେ ଏଠାରୁ ବାହାରିଲେ ଅଧରାତିରେ ସେଠାରେ ପହଞ୍ଚିବା। ଜ୍ୟୋତିଷ ବିଦାୟ ଗ୍ରହଣ କଲେ। ପୁନର୍ବାର ଆଖି ବନ୍ଧା ହେଲା। ପୂର୍ବ କଥିତ ଦସ୍ୟୁ 2 ଜଣ ବାଟରେ ଛାଡ଼ିଦେଇ ଗଲେ। ନିରୂପିତ ଦିବସ ଉପସ୍ଥିତ। ପୁଲିସ ଦଳବଳ ସଜ ହୋଇ ଡକାୟତ ଧରିବା ସକାଶେ ଗୋଟିଏ ଗ୍ରାମରେ ସଜ୍ଜିତ ହୋଇ ରହିଲେ। ଜ୍ୟୋତିଷର ଗଣନା ଠିକ୍ ହେଲା, କିନ୍ତୁ ଅନ୍ୟ ଗ୍ରାମରେ। ଯେଉଁ ଗ୍ରାମରେ ଡକାୟତ ହେବାର ଜ୍ୟୋତିଷ ଅନୁମାନ କରି ସଜ ହୋଇ ବସିଥିଲେ, ସେ ଗ୍ରାମକୁ ଡକାୟତମାନେ ଗଲେ ନାହିଁ। ଡକାୟତି କରି ଡକାୟତମାନେ ସ୍ୱଚ୍ଛନ୍ଦରେ ଚାଲିଗଲେ। ପାଠକ ମହାଶୟ ଅନୁମାନ କରି ବୁଝିଥିବେ, କଥିତ ଜ୍ୟୋତିଷ ଅନ୍ୟ କେହି ନୁହେଁ, ପୋଲିସ ଇନ୍ସପେକ୍ଟର ସ୍ୱୟଂ ବାବୁ ଶାରଦା ପ୍ରସାଦ ବୋଷ। କ୍ରମଶଃ 2-4 ମାସ ଗତ। ଏଥିମଧ୍ୟରେ ଆଉ 2-4ଟା ଡକାୟତି ଉପର୍ଯ୍ୟୁପରି ହୋଇଗଲାଣି।
ହାକିମ ଓ ପୋଲିସ ଦଳ ଅସ୍ଥିର। ଶାରଦା ବାବୁ ଡକାୟତମାନଙ୍କର ଖଟି ସ୍ଥାନରେ ଯେପରି ଅବସ୍ଥା ଦେଖି ଆସିଥିଲେ, ସେଥିରେ ପୋଲିସ ଦଳ ଯାଇ ସେମାନଙ୍କୁ ଗ୍ରେପ୍ତାର କରିବା ସହଜ କଥା ନୁହେଁ। ଡକାୟତ ଦଳ ଯେପରି ଭାବରେ ସର୍ବଦା ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଓ ଉନ୍ମତ୍ତ ଭାବରେ ଥାଆନ୍ତି, ଧରିବାକୁ ଗଲେ ଅନେକ ଲୋକଙ୍କର ପ୍ରାଣନାଶର ସମ୍ଭାବନା। ଅନେକ ଅନୁସନ୍ଧାନ ଉତ୍ତାରେ ବସ୍ତା ଇଲାକାରେ ଜଣେ ଜମିଦାରଙ୍କର ଗୋଟିଏ ଚାକର ଡକାୟତ ଦଳରେ ଲିପ୍ତ ଥିବାର ପ୍ରକାଶ ପାଇଲା। ଶାରଦା ବାବୁ ଉକ୍ତ ଜମିଦାରଙ୍କ ସହାୟତାରେ ଚାକରଟାକୁ ହସ୍ତଗତ କଲେ। କେତେକ ନଗଦ ଟଙ୍କା ଦେଇ ପ୍ରଲୋଭନ ଦେଖାଇ ଅଭୟ ଦେଇ ଚାକରଠାରୁ ସମସ୍ତ ସନ୍ଧାନ ପ୍ରାପ୍ତ ହେଲେ। ଶାରଦା ବାବୁଙ୍କ ଉପଦେଶ ଅନୁସାରେ ଉକ୍ତ ଚାକର ଡକାୟତ ଦଳ ସର୍ଦ୍ଦାର ନାଲୁମିର୍ଦ୍ଧାଠାରେ ଜଣାଇଲା, 2 ଜଣ ଡକାୟତ ବର୍ଦ୍ଧମାନ ଜେଲଖାନାରୁ ପଳାଇ ଆସି ଏକ ଗ୍ରାମରେ ଲୁଚିଛନ୍ତି। ସର୍ଦ୍ଦାର ସମ୍ବାଦ ପାଇ ଆଗ୍ରହ ସହିତ ସେମାନଙ୍କୁ ଡାକି ପଠାଇଲା। ଉକ୍ତ ଚାକର ସହିତ ପଳାତକ ଡକାୟତ 2 ଜଣ ଖଟି ସ୍ଥାନରେ ଉପସ୍ଥିତ ହେଲେ। ପ୍ରଥମେ ସର୍ଦ୍ଦାର ଓ ଅନ୍ୟ ଡକାୟତମାନେ ସନ୍ଦେହ ନେତ୍ରରେ ଦେଖୁଥିଲେ, ମାତ୍ର ନବାଗତ ଡକାୟତମାନଙ୍କର ଆକାର ପ୍ରକାର ଓ କଥୋପକଥନ ଶୁଣି ସେମାନଙ୍କର ସନ୍ଦେହ ଦୂର ହେଲା। ଏହି 2 ଜଣ କେଉଁ କେଉଁ ସ୍ଥାନରେ ଡକାୟତି କରିଥିଲେ, ଡକାୟତି ପୂର୍ବେ କିପରି ସନ୍ଧାନ ନେବାକୁ ହୁଏ, କି କୌଶଳରେ ଡକାୟତି କରାଯାଏ ଓ ବିପଦ ପଡ଼ିଲେ କିପରି ପଳାଇବାକୁ ହୁଏ ଏବଂ ଜେଲଖାନା ଭାଙ୍ଗି କିପରି ପଳାଇ ଆସିବାକୁ ହୁଏ ଇତ୍ୟାଦି ବିଷୟରେ ଏହିପରି ଭାବରେ ବ୍ୟାଖ୍ୟା କଲେ ଯେ ନାଲୁମିର୍ଦ୍ଧା ଏମାନଙ୍କୁ ପକ୍କା ଉସ୍ତାଦ ବୋଲି ଜ୍ଞାନ କଲା। ବହୁତ ସମାଦର କରି ନିଜ ନିକଟରେ ରଖିଲା। ନବାଗତ ଡକାୟତମାନେ ଅନେକ ଦିନ ପର୍ଯ୍ୟନ୍ତ ଖଟି ସ୍ଥାନରେ ରହିଲେ। ସେମାନଙ୍କର ସମ୍ବାଦ ଚଳାଚଳ ଉକ୍ତ ଜମିଦାର ଚାକର ଦ୍ୱାରା ହେଉଥାଏ। ଦିନେ ନବାଗତ ଡକାୟତମାନେ ସର୍ଦ୍ଦାର ନିକଟରେ ପ୍ରସ୍ତାବ କଲେ, ଆମେମାନେ କ୍ଷୁଦ୍ର କ୍ଷୁଦ୍ର ଡକାୟତି କରୁନାହୁଁ, ଆସନ୍ତୁ ସମସ୍ତେ ମିଳି ଜଣେ ଲକ୍ଷପତି ଘରେ ଡକାୟତି କରିବା। ବର୍ଷେ ପର୍ଯ୍ୟନ୍ତ ଯେପରି ନିଶ୍ଚିନ୍ତରେ ବସି ମଜା କରିବା। ସର୍ବଦା କାମରେ ଲାଗିଲେ ମଜା କରିବୁ କେଉଁ ଦିନ? ଆଉ ବାରମ୍ବାର ଡକାୟତ କରିବାକୁ ଗଲେ ଧରା ପଡ଼ିବାର ସମ୍ଭାବନା। ସର୍ଦ୍ଦାର ଓ ସଙ୍ଗୀମାନଙ୍କର ଏହି ସାଧୁ ପ୍ରସ୍ତାବଟି ମନୋନୀତ ହେଲା। ସମସ୍ତେ ସାବାସ ସାବାସ କହିବାକୁ ଲାଗିଲେ। ଏହି ବିଷୟ ସ୍ଥିର କରିବା ନିମନ୍ତେ ଗୋଟିଏ ଦିନ ନିରୂପିତ ହେଲା। ନିର୍ଦ୍ଧାରିତ ଦିବସ ରାତ୍ରିରେ ଉପସ୍ଥିତ ହେବା ନିମନ୍ତେ ଭଦ୍ରକଠାରୁ ମେଦିନପୁର ପର୍ଯ୍ୟନ୍ତ ସମସ୍ତ ଦଳକୁ ସମ୍ବାଦ ଦିଆଗଲା। ସେହି ସମୟରେ ଅନେକ କ୍ଷୁଦ୍ର କ୍ଷୁଦ୍ର ଦଳ ସ୍ଥାନେ ସ୍ଥାନେ ବାସ କରୁଥିଲେ, ମାତ୍ର ସମସ୍ତ ଦଳର ସର୍ଦ୍ଦାର ନାଲୁମିର୍ଦ୍ଧା ଓ ବୈଦି ସେଠୀ ଏମାନେ ସମସ୍ତେ ଡକାୟତିରୁ ସର୍ଦ୍ଦାର ଭାଗ ପାଇଥାନ୍ତି। ଆଜି ପୂର୍ବୋକ୍ତ ଡକାୟତି ଖଟିରେ ଭାରି ଜାରି। ମେଦିନପୁର ଠାରୁ ଭଦ୍ରକ ପର୍ଯ୍ୟନ୍ତ ସମସ୍ତ ଡକାୟତ ଠୁଳ ହୋଇଛନ୍ତି। ଗୋଟାଏ ବଡ଼ ଡକାୟତିର ବନ୍ଦୋବସ୍ତ କରାଯିବ। 4-5 ଭାର ତାଡ଼ି ତତୁଲ୍ୟ ମଦ ଗଞ୍ଜାଇ ଅଣାଯାଇଛି। ଯାହାର ଯେତେ ଇଚ୍ଛା ଖାଉ, ମାଗିବାକୁ ନାହିଁ। 8-10ଟା ଛେଳି ମେଣ୍ଢା ଗ୍ରାମମାନଙ୍କରୁ ଚୋରି କରି ଅଣାଯାଇଥିଲା। କେତେଜଣ ମାଂସ ଓ ଚାଟ୍ ପ୍ରସ୍ତୁତ କରିବାରେ ଲାଗିଯାଇଛନ୍ତି। ଆଜିକା ସମସ୍ତ ଖର୍ଚ୍ଚ ନବାଗତ ଡକାୟତ 2 ଜଣଙ୍କର ଜିମା। ଅତିରିକ୍ତ ମାଦକ ସେବନରେ ଅନେକ ଡକାୟତ ତଳେ ପଡ଼ିଗଲେଣି। ନୃତ୍ୟଗୀତ ଓ ଆମୋଦ ପ୍ରମୋଦର ଧୁମ୍ ଲାଗିଛି। ଘୋର ଜଙ୍ଗଲ ମଧ୍ୟରେ ଖଟି ଚାରିପାଖ 3-4 କ୍ରୋଶ ପର୍ଯ୍ୟନ୍ତ ଗ୍ରାମର ଚିହ୍ନ ନାହିଁ। ରାତ୍ରି ପ୍ରାୟ 1 ପ୍ରହର ସମୟରେ ଖଟି ଚତୁର୍ଦିଗରେ ମୁହୁର୍ମୁହୁ ବନ୍ଧୁକ ଆବାଜ ହେଲା। ଘୋର ଚିତ୍କାର କରି ପ୍ରାୟ 50 ଜଣ କନେଷ୍ଟବଳ ଓ 150 ପାଇକ, ଚୌକିଦାର, ପୋଲିସ ଇନ୍ସପେକ୍ଟର, ସବ୍ ଇନ୍ସପେକ୍ଟର ଡକାୟତମାନଙ୍କ ଉପରେ ପଡ଼ିଲେ। ଡକାୟତମାନେ ନିଶାରେ ଅଚେତନ ହୋଇଥିଲେ ମଧ୍ୟ ସମୟରେ ସାବଧାନ। ଅନ୍ଧକାର ମଧ୍ୟରେ ପ୍ରାୟ 1 ଘଣ୍ଟା ପର୍ଯ୍ୟନ୍ତ ଖୁବ୍ ମାରଧର ଘୋର ବାହୁଯୁଦ୍ଧ ହେଲା। ଅବଶେଷରେ ଡକାୟତମାନେ ବନ୍ଧନରେ ପଡ଼ିଲେ। ସର୍ବଶେଷରେ ଆଲୋକ ଜଳାଯିବାରୁ ଦେଖାଗଲା ସର୍ଦ୍ଦାର ନାଲୁମିର୍ଦ୍ଧା ଓ ବୈଦି ସେଠୀ ପଳାଇ ଯାଇଛନ୍ତି। କେତେଗୁଡ଼ିଏ ଡକାୟତ ମଧ୍ୟ ନାହାନ୍ତି। ଡକାୟତ ଭ୍ରମରେ କେତେଜଣ କନେଷ୍ଟବଳ ଓ ପାଇକ ପ୍ରହାରିତ ଓ ବନ୍ଧନ ଦଶାରେ ପଡ଼ିଛନ୍ତି। ନବାଗତ ବର୍ଦ୍ଧମାନୀ ଡକାୟତ 2 ଜଣ ଅର୍ଥାତ୍ ଛଦ୍ମବେଶୀ କନେଷ୍ଟବଳ 2 ଜଣ ମଧ୍ୟ ବନ୍ଧନରେ ପଡ଼ିଛନ୍ତି। ଅଧିକାଂଶ ଡକାୟତ ଦ୍ୱୀପାନ୍ତରିତ। କେତେଜଣ ଦୀର୍ଘକାଳ ପର୍ଯ୍ୟନ୍ତ କାରାବାସ ଦଣ୍ଡ ପ୍ରାପ୍ତ ହେଲେ। ସେହିଦିନଠାରୁ ବାଲେଶ୍ୱର ଜିଲ୍ଲାର ଉତ୍ତରାଞ୍ଚଳରେ ବଡ଼ ଡକାୟତି ହେବାର ଶୁଣାଯାଇ ନାହିଁ। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ବ୍ୟାସକବି ଫକୀରମୋହନ ସେନାପତିଙ୍କର ରଚିତ ଏକ ବହୁଚର୍ଚ୍ଚିତ ରଚନା ବାଲେଶ୍ୱରୀ ରାହାଜାନୀ। ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ।
उक्त प्रबंधटी आपंक केमिति लगिला कमेंट करी निश्चित जणाइबे। चैनल रे नुआ होइतिले सब्सक्राइब करने को भूलिबे नहीं।